ବୀରମିତ୍ରପୁର ଥାନା ଅନ୍ତର୍ଗତ କାଲସିରିଆ ରୋଡରେ ହାତୀବାଡ଼ି ଥାନା ଅନ୍ତର୍ଗତ ଅଲ୍ହାଣି ଗ୍ରାମର ବସନ୍ତ ବଡ଼ାଇକର ହତ୍ୟା ହୋଇଯାଇଛି। ଗତକାଲି ବସନ୍ତ ନିଜ କାର୍ ଯୋଗେ କାର୍ ଡ୍ରାଇଭର ସହିତ ରାଉରକେଲା ଗାଡ଼ି ସର୍ଭିସିଂ ପାଇଁ ଯାଇଥିଲେ। ନିଜ କାମ ସାରି 10:30ରେ କାଲସିରିଆ ପାଖାପାଖି ଗୋଟିଏ ସ୍କର୍ପିଓବାଲା ତାଙ୍କୁ ସାମ୍ନାପଟୁ ଅଟକାଇଥିଲେ। କାର୍କୁ ଅଟକାଇ ବସନ୍ତଙ୍କ ଉପରେ ଆକ୍ରମଣ କରିଥିଲେ। ଏହା ଦେଖି ଡ୍ରାଇଭର ଜଣକ ସେଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଖସି ଯାଇଥିଲେ। ଆକ୍ରମଣକାରୀ ବସନ୍ତଙ୍କୁ ଜୀବନରୁ ମାରିଦେଇ ପୋଲତଳେ ଫିଙ୍ଗି ଦେଇଥିଲେ। ଡ୍ରାଇଭର ଗାଁରେ ଖବର ଦେଇଥିଲେ। ଗାଁବାଲା ବୀରମିତ୍ରପୁର ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ବୀରମିତ୍ରପୁର ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଆସି ପହଞ୍ଚିଥିଲେ। ଥାନା ଅଧିକାରୀ ଘଟଣାର ତଦନ୍ତ କରି ସାରିଲା ପରେ ଶବକୁ ନିଜ ଆୟତ୍ତରେ କରି ବ୍ୟବଚ୍ଛେଦ ପାଇଁ ପଠାଇଲେ। ବୀରମିତ୍ରପୁର ଥାନା ଅଧିକାରୀ ସ୍କର୍ପିଓ ହତ୍ୟାକାରୀକୁ ଧରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ବୀରମିତ୍ରପୁରରୁ ତୃପ୍ତି ଟିଭି ସଞ୍ଜୟ ଶର୍ମା।